এই ମାସରେ ଯେମିତି ହେଲେ ମାଆକୁ ମୁଁ ଦେଖା କରିବା ପାଇଁ ଯିବି। ଏଇ କଥାଟା ହିଁ ମାଲିକକୁ କହିବା ପାଇଁ ପଡିବ। ମାଲିକକୁ ଦରମା କଥା କହିବା ପାଇଁ ପଡିବ। ଆଉ ମୁଁ ତ ଗାଁକୁ ପଳେଇବି, ଦେଖିବା ମୋ ସାଙ୍ଗକୁ କହିବି, ସିଏ କାଳେ ଯିବ। ସାଙ୍ଗ, ହଁ ସାଙ୍ଗ, କଣ ହେଲା? ସାଙ୍ଗ ମୋ ମା କଥା ମନେ ପଡୁଛି ରେ। ଏଇ ମାସରେ ଯେମିତି ହେଲେ ବି ମୋ ମାଆକୁ ଦେଖା କରିବା ପାଇଁ ହବ। ସାଙ୍ଗ, ତୋର କଣ ତୋ ମା କଥା ମନେ ପଡୁନି କି? ତୁ କେବେ ଗାଁକୁ ଯିବୁ? ସାଙ୍ଗ କଣ ହେଲା କିଛି କହିଲୁ? ସାଙ୍ଗ କଣ କିଛି କହିଲୁ? ସାଙ୍ଗ ତୋର ସିନା ତୋ ମା ଅଛି, ତୋ ବାପା ଅଛି, ତୋ ଭଉଣୀ ଅଛି, ତୁ ଗାଁକୁ ଯିବୁ। ହେଲେ ସାଙ୍ଗ ମୋର କିଏ ଅଛି ଯେ ମୁଁ ଗାଁକୁ ଯିବି? ମୁଁ ତୋର କଣ କହୁନି? ସାଙ୍ଗ ତୋତେ ଗୋଟେ କଥା କହିବି, ଯେମିତି ଖରାପ ନ ଭାବୁ। ମୋ ସହିତ ମୋ ଘରକୁ ଯିବୁ? ସାଙ୍ଗ ମୁଁ ତୋ ସହିତ ଘରକୁ ଗଲେ ତତେ କିଏ କଣ କହିବେ ସେଇଟା ମତେ ଭଲ ଲାଗିବ ନାହିଁ। ଆରେ ତୁ ସେମିତି କାଇଁ ଭାବୁଛୁ? ଆମ ଘରେ ସେମିତି କେହି କିଛି କହିବେ ନାହିଁ। ତୁ ଥରେ ଚାଲ, ବୁଲିକି ଆସିବୁ, ତାପରେ ଜାଣିପାରିବୁ। ହଉ ଚାଲ ସାଙ୍ଗ, ମୁଁ ନିହାତି ଯିବି। ଆରେ ଦେଖ ସେ ଟାୟାର ଟା କହୁନୁ, ସେ କଣ କହୁଛନ୍ତି ଶୁଣ ତା କଥା। ପଇସା ଦରକାର। ମାସ ଶେଷ ହେଇନାହିଁ, ଦୁନିଆ କାମ କରୁଛି, କଣ ହେଲା ପଇସା ଦରକାର? ନାଇଁ ବାବୁ, ମୁଁ ଗାଁକୁ ଟିକେ ଦେଖା କରିବା ପାଇଁ ଯାଇଥାନ୍ତି ମୋ ମା। ଦେଖା ଯାଉଛି ଆଉ କିଏ ଯାଉଛି? ନାଇଁ ଆଉ 2 ଜଣ ଯିବେ। ହଉ ଯଦି ଯାଉଛ ଯା, ରଜ ଛୁଟି ଏକା ସାରିକି ଆସିବ। ଆଉ ମଝିରେ କହିବ ନାହିଁ ଛୁଟି ଦିଅବନି, ରଜ ଛୁଟି। ହଉ ନେ 5,000 ଟଙ୍କା। ହଁ ବାବୁ, ହଉ ଯାଅ। ମାଲିକ ରାଜି ହେଇଗଲା, ମତେ 5,000 ଦେଇଛି।